ପ୍ରାଇଭେଟ କମ୍ପାନୀର ଇଏ ପାଇଁ ନାହିଁ ଗଣତନ୍ତ୍ର ହଜି ଯାଇଛି। ଆଜି ଆମେ ଶାନ୍ତି ଶୃଙ୍ଖଳା ସହିତ ଆମେ ପ୍ରତିବାଦ କରୁଥିଲୁ, ନ୍ୟାୟ ସହିତ ଆମେ ପ୍ରତିବାଦ କରୁଥିଲୁ। ଆଜି ଆମେ ଯେହେତୁ ଏଇଟା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ମୁଁ ଡିପାର୍ଟମେଣ୍ଟକୁ ଲେଖିକି ଦେଇଥିଲି, ଡିପାର୍ଟମେଣ୍ଟ ଜିଲ୍ଲା ପ୍ରଶାସନକୁ ଲେଖିକି ଦେଇଥିଲା ଏଇଟା ଯିଏ ଯୋଉ କମ୍ପାନୀ ଏତେ କୋଇଲା ପରିବହନ କରୁଛି ତା ବିରୁଦ୍ଧରେ ଆକ୍ସନ ନେବା ପାଇଁ, ଏଫଆଇଆର ଦେବା ପାଇଁ, କିନ୍ତୁ ଉଲ୍ଟା ଆମକୁ ଆରେଷ୍ଟ କରାଯାଉଛି। ଆଜି ଦେଖନ୍ତୁ ସାଇଟିଂ ଯେହେତୁ ଏଇଟା ଗ୍ରାମ ସଭା ହେଇନି, ସବଜୁଡିସ୍ ଅଛି, ଆମେ ସବଜୁଡିସ୍ ଅଛି 25 ଜୁନ ଯାଏ କୌଣସି ପ୍ରକାର କାର୍ଯ୍ୟ କୋଇଲା ପରିବହନ କରା ନ ଯାଉ ଆମେ ଅନୁରୋଧ ଦେଖନ୍ତୁ ବାରମ୍ବାର ଆପଣ କାହାକୁ ଦାୟୀ କରିବେ ସାର୍? ଏହା ମୁଁ ସରକାରକୁ ଦାୟୀ କରୁଛି। ସରକାର ଏଥିରେ ନିଶ୍ଚୟ ପୁଞ୍ଜିପତି ମାନଙ୍କ ପ୍ରେସରରେ ଆସିକି ସରକାର ନିରୀହ ଜନସାଧାରଣଙ୍କୁ ଅନ୍ୟାୟ କରିଛନ୍ତି, ଅତ୍ୟାଚାର କରିଛନ୍ତି, ଆରେଷ୍ଟ କରିଛନ୍ତି। ଏହାକୁ ମୁଁ ଘୋର ନିନ୍ଦା କରୁଛି। ଟାଣି ଟାଣିକି ଅଣାହେଇଛି ସାର୍ ମୋର ସାର୍ଟ ବି ଫାଡ଼ି ଦେଇଛନ୍ତି। ଆଜି ସାର୍ଟ ବି ଫାଡ଼ି ଦେଇଛନ୍ତି। ଆଜି ଏଇଟା ଗୋଟେ ବିଧାୟକ ଜନପ୍ରତିନିଧି, ଆଜି ଜନପ୍ରତିନିଧି ଯୋଉ ଅପମାନ କରାଯାଇଛି ଏହା ସାରା ଭାରତ ବର୍ଷ କେବେ ଭୁଲିବନି। ଏତାର ଜବାବ ସାରା ଓଡ଼ିଶାବାସୀ ଦେବେ। 4.5 କୋଟି ଜନତା ଏତାର ପରବର୍ତ୍ତୀ ପଦକ୍ଷେପ ଏହା ପରବର୍ତ୍ତୀ ପଦକ୍ଷେପ ନିଶ୍ଚୟ ଏହା ଜନ ଆନ୍ଦୋଳନ ହେବ। ଆଉ ଏହା ମୁଁ ଆମର ଯୋଉ ବିରୋଧୀ ଦଳର ନେତା ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଏହା ସୂଚନା ଦେବି। ତାପରେ ଆମେ ଯାହା ନିଷ୍ପତ୍ତି ନେବୁ ଆମର ଦଳ ନିଷ୍ପତ୍ତି ନେବା, ଜନସାଧାରଣ ନିଷ୍ପତ୍ତି ନେବେ। ଦେଖନ୍ତୁ ଆମକୁ ବର୍ତ୍ତମାନ ଯୋଉ ମାନ୍ୟବର ହାଇକୋର୍ଟଙ୍କର ଯୋଉ ଆଦେଶଟା ଅଛି ସେ ଆଦେଶଟାରେ କୋଉ ଜାଗାରେ ବି ଷ୍ଟେ ଅର୍ଡରଟା ନାହିଁ ସାଇଡିଂଟା ବନ୍ଦ କରିବା ପାଇଁ, ତେଣୁ ସାଇଡିଂଟା ଅପରେଟ୍ ହେବ। ସେଥିପାଇଁ ବୋଲିକି ଯୋଉ ଗାଁ ଲୋକ ଗୁଡ଼ାକ ଅବରୋଧ କରୁଥିଲେ ସେଟାକୁ ଆମେ ଲୋକଙ୍କୁ ରାସ୍ତାର ହଟିଯିବା ପାଇଁ ବାରମ୍ବାର ଅନୁରୋଧ କରିଥିଲେ, କିନ୍ତୁ ସେମାନେ ଶୁଣି ନଥିଲେ। ଯାହାଫଳରେ ଆମେ ପ୍ରିଭେଣ୍ଟିଭ ଡିଟେନସନ୍ କରୁଛୁ। ବିଧାୟକଙ୍କୁ ମଧ୍ୟ ଆରେଷ୍ଟ କରାଯାଇଛି ସାର୍। ଆମର ଏମଏଲଏ ସାର୍ ବି ତାଙ୍କ ସହିତ ଥିଲେ, ତେଣୁ ତାଙ୍କୁ ବି ଉଠାଯାଇଛି।